ଆଗକୁ ପିୟୁଷ ଯେହେତୁ ଗୋଟେ ବଡ ଭଲ କଳାକାର ତାକୁ ଯେତେବେଳେ ବନ୍ଦ କଲେ ତ ସିଏ ପିୟୁଷ କାହିଁକି ବସିକି ରହିବ ସିନେମା କରିବ ତାର ଯଦି ତାକୁ ଗୋଟେ ମାନେ କାମ ନ ମିଳିବ ତାହେଲେ ତା ବ୍ଲଡ ପ୍ରେସର ବଢିବ ଡାଇବେଟିସ ବଢିବ ସବୁ ବଢିବ ତାକୁ ମୁଁ ଉତ୍ସାହିତ କଲି ଆମେ ଅଛୁ ସିନେମା ନେଇ କରିବୁ କଳାକାର କାହିଁକି ବସିବ ମୋଠୁ ଦେଖି ଦେଖି 5ଟା ପ୍ରଡକ୍ସନ ନେବେ ବର୍ଷ ଯାକ ଯେତେ ଫାଙ୍କା ବସିଲା 5ଟା ପ୍ରଡକ୍ସନ ନେଇ କାମ କରିବେ ତ ପ୍ରଡ୍ୟୁସର ବି ରେଡି ଅଛନ୍ତି କରିବା ପାଇଁ କାମ ପିୟୁଷକୁ ନେଇକି ପିୟୁଷ ଖାଲି ବସିବନି ନାଇଁ ନାଇଁ ପାଉଡର ଲିଭେଇବେନି ପାଉଡର ଲିଭେଇନି ତାଙ୍କ ମନ କଥାଟା ବୁଝନ୍ତୁ ସେ କଣ ଚାହୁଁଛନ୍ତି ମାନେ ଯାତ୍ରା ମାଲିକ ମାନେ କଣ ଚାହୁଁଛନ୍ତି ସମସ୍ତେ କଥା ମାନେ ମୁଁ ଅନୁରୋଧ କରୁଛି ସମସ୍ତଙ୍କୁ ଆପଣ ମାନେ ନେଗେଟିଭ ଦେଖାନ୍ତୁନି ପଜିଟିଭ ଦେଖାନ୍ତୁ କାହିଁକି ନା ଆମ କଳା ହଉଛି ଗୋଟେ ଯାତ୍ରା ଫିଲ୍ମ ଏସବୁ ହଉଛି ଆମର ଅସ୍ମିତାକୁ ଆମେ ଏତେ ତଳକୁ ପକେଇଦବାନି ସମସ୍ତେ ଆମେ ସହଯୋଗ କରିବା ଏଇ ଯୋଉ ବିବାଦଟା ଆସିଛି ବିବାଦଟା କେମିତି ଜଲ୍ଦି ଦୂରେଇ ଯାଉ ଏ ସମାଧାନଟା ହେଇଯାଉ। ଆପଣଙ୍କୁ ଲାଗୁନି ଯେ ମାଲିକ ସଂଘ ଆଉ କଳାକାର ସଂଘ ମିଶିକି ଗୋଟେ ବୈଠକ ହେଲେ ଭଲ ହବ ଖୁବ ଶୀଘ୍ର ହବ ବୈଠକ ହବ କାହିଁକି ନା ବହୁତ ହେଇଗଲା ଲୋକମାନେ ଧୀରେ ଧୀରେ ଏରା ସବୁଦିନ ଚାଲିଛି ଏସବୁ ନାଟ ଧୀରେ ଧୀରେ ବସିକି ମୁଁ ଭାବି ସମାଧାନ ହେଇଯିବ ମୋ ମନ କହୁଛି ସମାଧାନ ହେଇଯିବ। ଆପଣ ସବୁବେଳେ ଗୋଟେ ମୁଖିଆ ରୋଲ ନିଭାନ୍ତି ଓଡିଆ ଇଣ୍ଡଷ୍ଟ୍ରି ଆପଣ ଚାହିଁବେ କି ଆପଣ ନିଜେ ଡାକିକି କଳାକାର ସଂଘ ମାଲିକ ସଂଘକୁ ମିଶେଇକି ଗୋଟେ ବୈଠକ କରିକି ତାଙ୍କୁ ସମାଧାନ କରିବା ପାଇଁ ଆପଣ ଚାହିଁବେ? ମୁଁ ତ ନିଶ୍ଚୟ ଚାହିଁବି କରିବା ପାଇଁ ମୁଁ ବି ଚେଷ୍ଟା କରିବି କରିବା ପାଇଁ କାରଣ ଏଇଟା ହବା ଦରକାର ଆପଣ ମାନେ କଣ ଭାବୁଥିବେ ନ ଭାବୁଥିବେ ଏ ଜିନିଷଟା ଗୋଟେ କଳା ଜଗତ ପାଇଁ କେତେ ଲୋକ ପେଟ ବସୁଛନ୍ତି କଳାକୁ ନେଇକି ପେଟ କେତେ ଲୋକ ମାନେ ପେଟ ପୋଷୁଛନ୍ତି ତ ସେ ଧନ୍ଦାଟା ଚାଲିବା ଦରକାର ତାର ସମାଧାନ ହେଇଯିବା ଦରକାର। ଆପଣ ଚାହିଁବେ କି ବସନ୍ତୁ ଆପଣ ମୁଁ ନିଶ୍ଚୟ ମୁଁ ଚେଷ୍ଟା କରିବି ମୁଁ କଣ କରିପାରିବି ଆମେ ଶୁଣୁଥିଲୁ ପିୟୁଷକୁ ନେଇକି ଆପଣ ସିନେମା ମୁଁ ପିୟୁଷକୁ ନେଇ ସିନେମା କରୁଛି ଆଗକୁ ପିୟୁଷ ଯେହେତୁ ଗୋଟେ ବଡ ଭଲ କଳାକାର ତାକୁ ଯେତେବେଳେ ବନ୍ଦ କଲେ ତ ସିଏ ପିୟୁଷ କାହିଁକି ବସିକି ରହିବ ସିନେମା କରିବ ତାର ଯଦି ତାକୁ ଗୋଟେ ମାନେ କାମ ନ ମିଳିବ ତାହେଲେ ତା ବ୍ଲଡ ପ୍ରେସର ବଢିବ ଡାଇବେଟିସ ବଢିବ ସବୁ ବଢିବ ତାକୁ ମୁଁ ଉତ୍ସାହିତ କଲି ଆମେ ଅଛୁ ସିନେମା ନେଇ କରିବୁ କଳାକାର କାହିଁକି ବସିବ ମୋଠୁ ଦେଖି ଦେଖି 5ଟା ପ୍ରଡକ୍ସନ ନେବେ ବର୍ଷ ଯାକ ଯେତେ ଫାଙ୍କା ବସିଲା 5ଟା ପ୍ରଡକ୍ସନ ନେଇ କାମ କରିବେ ତ ପ୍ରଡ୍ୟୁସର ବି ରେଡି ଅଛନ୍ତି କରିବା ପାଇଁ କାମ ପିୟୁଷକୁ ନେଇକି ପିୟୁଷ ଖାଲି ବସିବନି ଯୋଉଟା ଦରକାର ହବ ଆମ ସିନେମା ପାଇଁ ଆମେ ସେଇଟା ନବୁ କି ଆଉ ସମସ୍ତେ ଯାକୁ ତମେ ପ୍ଲାନ କରିକି ଚାଲିବ ଆମେ ସମସ୍ତଙ୍କୁ ନେଇ ଚାଲିବୁ ନା କଣ ସେଇଟା ନୁହଁ ଯୋଉଟା ଯାହାକୁ ଯୋଉଟା ଦରକାର ତାକୁ କରିବୁ ନା ଯଦି ଯାତ୍ରାରେ ବର୍ତ୍ତମାନ ଯାତ୍ରା ଆସିଲେ ଆପଣ କହିବେ ସିନେମାରେ ତାଙ୍କୁ କୋଉ ରୋଲ ଟା ଦେବେ ମାନେ ହିରୋ କ୍ୟାରେକ୍ଟର କରିବେ ସିନେମା ହେଲେ ଜାଣିବେ ଏଇନା କଣ ସେ ଯୋଉ କ୍ୟାରେକ୍ଟର ବି ସୁଟ୍ ହେବେ ଭଲ ନେଗେଟିଭ କରନ୍ତି ଯିଏ ଆମେ ନବୁ ଡାଇରେକ୍ଟର ଯିଏ କରିବେ ଭାବିଚିନ୍ତି କରିବେ ଆପଣ ମାନଙ୍କୁ ଯୋଉଟା ଭଲ ଲାଗେ ଜଣେ ପ୍ରଡ୍ୟୁସର ମଝିରେ ଡାଇରେକ୍ଟର ସେ ଗୋଟେ ପଟେ ଯଦି ଅନୁଭବ ମହାନ୍ତି ରହିଲା ସେଇଟା ଭାବନା ଆପଣ ଏତେ ଉପରକୁ ଯାଉନି ଯିଏ କରିବ ସିଏ କରିବ ଭାବିବ କରିବ ଭଲ ଲାଗିବ ସେଟା କରିବ ଓକେ। ଆଚ୍ଛା ଶୁଣା ଅଛି ଗୋଟେ କଥା ଯେ କୁକୁର ନେଇକି ଆପଣଙ୍କ ଏଗନେଷ୍ଟରେ ଯାଇକି ସିନେମା କରିବାକୁ ଚାହୁଁଛନ୍ତି କରୁନାହାନ୍ତି କିଛି ଅସୁବିଧା ନାହିଁ ବଢିଆ ମୁଁ ତ ସ୍ୱାଗତ କଲି ପିୟୁଷ ଆମ ସାଙ୍ଗେ କଲା 5ଟା ପ୍ରଡ୍ୟୁସର କଲେ ପିୟୁଷକୁ ନେଇକି ବଢିଆ ହବ ପିୟୁଷ ବର୍ଷ ଯାକ ଆଉ ବସିଥାନ୍ତା କାହିଁ ଆଉ 5ଟା ପ୍ରଡ୍ୟୁସର କରନ୍ତୁ ସିଏ କରନ୍ତୁ ଇଏ କରନ୍ତୁ ଯିଏ କରନ୍ତୁ କଲେ ଆଉ କରିବା ଦରକାର କହିଲେ କି ଯେ ମୁଁ କହିପାରୁନି ହୁଏତ ମୁଁ ବାହାରିଲା ପରେ ସେ କହିଥିଲି।